तो दर्शक बंधु आज ହେଉଛି 22 ଅଗଷ୍ଟ ଗୁରୁବାର। ତ ଚାଲନ୍ତୁ ଦେଖିବା ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଖବର। ତ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଯଦି ଆମର ଏହି ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲଟିକୁ ଗୋଟେ ସବସ୍କ୍ରାଇବ ନିହାତି କରିବେ। ହକି ହିରୋଙ୍କୁ ଓଡ଼ିଶା ସମ୍ବର୍ଦ୍ଧନା ଓ ହକି ପ୍ରେମୀଙ୍କ ହୃଦୟ ଜିଣିଲା ଟିମ୍ ଇଣ୍ଡିଆ। ତ ଦର୍ଶକ ବନ୍ଧୁ କଳିଙ୍ଗ ମାଟିରେ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ବିଜେତା ହକି ଇଣ୍ଡିଆ ଖେଳାଳିମାନଙ୍କୁ ସାଗର ସମ୍ବର୍ଦ୍ଧନା ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଏ ଶୋଭାଯାତ୍ରା ଲମ୍ବିଛି। ପାରମ୍ପରିକ ନୃତ୍ୟ ଗୀତରେ ଖେଳାଳିଙ୍କୁ ସ୍ୱାଗତ କଲେ ରାଜଧାନୀବାସୀ। ପୁରସ୍କାର ରାଶି ପ୍ରଦାନ କରିବା ସହିତ ଖେଳାଳିମାନଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 15 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଆ ଖେଳାଳି ଅମିତ ଦାସଙ୍କୁ ସ୍ୱତନ୍ତ୍ର ଭାବେ 4 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଟିମ୍ର ଗୋଲକିପର PR ସିଜନ୍ସଙ୍କୁ ସ୍ୱତନ୍ତ୍ର ଭାବେ 50 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଅଛି। ସେହିପରି 4 ଜଣ ସପୋର୍ଟିଂ ଷ୍ଟାଫ୍ ପ୍ରତ୍ୟେକଙ୍କୁ 10 ଲକ୍ଷ ଟଙ୍କାଏ ପୁରସ୍କାର ପ୍ରଦାନ କରାଯାଇଥିଲା। ଧାରା 370 ଉଚ୍ଛେଦ ପରେ 10 ବର୍ଷ ପରେ ଜାମ୍ମୁ କାଶ୍ମୀରରେ ହେବାକୁ ଯାଉଛି ନିର୍ବାଚନ। ଦର୍ଶକ ବନ୍ଧୁ 10 ବର୍ଷ ପରେ ଜାମ୍ମୁ କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଧାରା 370 ଉଚ୍ଛେଦ ପରେ ପ୍ରଥମ ବିଧାନସଭା ନିର୍ବାଚନ ଦେଖିବ ଜାମ୍ମୁ କାଶ୍ମୀର। ତାହା ପୁଣି ନିର୍ବାଚନ କ୍ଷେତ୍ର ସୀମା ନିର୍ଦ୍ଧାରଣ ପରେ। ଉପତ୍ୟକାର ଗତ 3ଟି ନିର୍ବାଚନକୁ ଦେଖିଲେ କୌଣସି ଗୋଟେ ରାଜନୈତିକ ଦଳକୁ ମିଳେନି ସଂଖ୍ୟାଗରିଷ୍ଠତା। 2002ରେ ଏଠି କଂଗ୍ରେସ ଓ PDP ମଧ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ହୋଇଥିଲା। ବଡ଼ ଡାକ୍ତର ହେବାର ଦେଖୁଥିଲେ ସ୍ୱପ୍ନ, କରିଦେଲା ସ୍ୱପ୍ନ ଚୂନା। ପୀଡ଼ିତାଙ୍କ ଡାଏରୀରୁ ହେଲା ଏମିତି କିଛି ଖୁଲାସା। ତ ଦର୍ଶକ ବନ୍ଧୁ 2 ସପ୍ତାହ ତଳେ ଆରଜିକର ହସ୍ପିଟାଲରେ ଅତି ନିର୍ମମ ଭାବେ ଜୀବନ ହରାଇଥିବା ମହିଳା ଡାକ୍ତରଙ୍କ ଡାଏରୀରୁ ତାଙ୍କର ଅଧୁରା ସ୍ୱପ୍ନ ସାମ୍ନାକୁ ଆସିଛି। ଏକତା ସ୍ୱର୍ଣ୍ଣ ପଦକ ଜିତିବା ସହିତ ମେଡିସିନ ପାଠ ପଢ଼ାରେ ଅନେକ ସମ୍ମାନର ସ୍ୱପ୍ନ ଦେଖୁଥିଲେ। ସେ କାମ କରିବାକୁ ଚାହୁଁଥିବା ଡାକ୍ତରଖାନାଗୁଡ଼ିକ ମଧ୍ୟ ତାଲିକାଭୁକ୍ତ କରିଥିଲେ। ଏହି ସବୁ ସୂଚନା ତାଙ୍କ ଶରୀର ନିକଟରୁ ମିଳିଥିବା ତାଙ୍କ ଡାଏରୀରୁ ଲେଖାଯାଇଅଛି। ଫାର୍ମା କମ୍ପାନୀରେ ବିସ୍ଫୋରଣ, ଛଟପଟ ହୋଇ ଚାଲିଗଲା 15 ଜଣଙ୍କ ଜୀବନ। ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କଲେ SI। ତ ଦର୍ଶକ ବନ୍ଧୁ ଆନ୍ଧ୍ରପ୍ରଦେଶର ଅନକାଲି ପଲ୍ଲୀସ୍ଥିତ ଏକ ଫାର୍ମ କମ୍ପାନୀରେ ବୁଧବାର ବଡ଼ ଧରଣର ବିସ୍ଫୋରଣ ଘଟି 15 ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ଅଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଚାଲିଛି। ଟିକିଟି ମଧ୍ୟମୃତ୍ୟୁ ମାମଲା ଓ ଅବକାରୀ ଅଧୀକ୍ଷକଙ୍କୁ ହଟାଇଲେ ସରକାର। ତ ଦର୍ଶକ ବନ୍ଧୁ ଗଞ୍ଜାମ ଜିଲ୍ଲା ଟିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ଅଧୀକ୍ଷକଙ୍କୁ କାର୍ଯ୍ୟରୁ ସରକାର ହଟାଇ ଦେଇଛନ୍ତି। ଏନେଇ ଆଇନ ପୂର୍ତ୍ତି ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି ଯେ ଏଭଳି ମାମଲାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡ ବିଧାନ କରାଯିବ। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଏକ ପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ 72,074 ଲିଟର ବେଆଇନ ମଦ ଜବତ କରାଯିବା ସହିତ 72 ଜଣଙ୍କୁ ଗିରଫ କରିଛି ପୁଲିସ। ତ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କିପରି ଲାଗିଲା ଏବଂ ଆପଣ କେଉଁ ଜିଲ୍ଲାର ନ୍ୟୁଜ୍ ଦେଖିବା ପାଇଁ ପସନ୍ଦ କରୁଛନ୍ତି ଗୋଟିଏ କମେଣ୍ଟ କରି ନିହାତି ଜଣାଇବେ।